ओम श्री साईराम। ପିଲାମାନେ ତୁମ ସମସ୍ତଙ୍କୁ ମୋର ସପ୍ରେମ ସାଇରାମ। ଗପ ଗପରେ ଗଣିତ ଏହି ଅଧ୍ୟାୟକୁ ତୁମ ସମସ୍ତଙ୍କୁ ମୋର ସ୍ୱାଗତ। ଏବେ ଯାଏ ଆମେ ଷଷ୍ଠ ଶ୍ରେଣୀର ଦୁଇଟି କ୍ଲାସ୍ ସମାପ୍ତ କରିସାରିଛେ। ପ୍ରଥମ ଦୁଇଟି କ୍ଲାସରେ ମୁଁ ତୁମମାନଙ୍କୁ କ'ଣ ସବୁ ପଢ଼ିଥିଲି ମୁଁ ଆଶା କରୁ ତୁମମାନେ ମନେ ରଖିଛ। ଆଜି ଆମେ ତୃତୀୟ କ୍ଲାସ୍ ବିଷୟରେ ଦେଖିବା। ପ୍ରଥମ ଦୁଇଟା କ୍ଲାସ୍ ବିଷୟରେ ଆମେ ପିଲାମାନେ କ'ଣ ଦେଖିଥିଲେ ମନେ ଅଛି କି ନାହିଁ? କେମିତି ମୁଁ ତୁମମାନଙ୍କୁ ବତେଇଥିଲି ଲାଷ୍ଟ କ୍ଲାସରେ ଯଦି ହରଣ ଗୁଣନ ମିଶାଣ ଫେଡାଣ ବନ୍ଧନୀ ଥିବ ଏବଂ ବିଭିନ୍ନ ପ୍ରକାର ବନ୍ଧନୀ ଥିବ ଯେପରିକି ରେଖା ବନ୍ଧନୀ, ଚନ୍ଦ୍ର ବନ୍ଧନୀ, କୁଟିଳ ବନ୍ଧନୀ, ବର୍ଗ ବନ୍ଧନୀ। ତ ଯଦି ବିଭିନ୍ନ ସଂଖ୍ୟା ମାନଙ୍କ ଭିତରେ ଏହି ସବୁ ପ୍ରକାରର କ'ଣ ଆମକୁ ଅପରେସନ ବା ପ୍ରକ୍ରିୟା ଥିବ, କାହାକୁ ଆଗ କରିବା କାହାକୁ ପଛ କରିବା ମୁଁ ବତେଇଥିଲି, ବୋଧେ ତମମାନଙ୍କର ମନେ ଥିବ। ମୁଁ ମଧ୍ୟ ବହୁତ ସାରା କ୍ୱେଶ୍ଚିନ୍ ମଧ୍ୟ ପ୍ରାକ୍ଟିସ କରିଥିଲି। ତ ଆଜି ଆମେ ଆଉ କିଛିଟା ମୂଳଦୁଆ ବା ବେସିକ କନସେପ୍ଟକୁ ଦେଖିବା। ଠିକ ଅଛି ପିଲେ, ତୁମ ଷଷ୍ଠ ଶ୍ରେଣୀର ଗଣିତ ବିଷୟରେ। ପିଲେ ଆଜି ଆମେ ବିଭାଜ୍ୟତା ବିଷୟରେ ଦେଖିବା। ଏଟା କ'ଣ ଦେଖିବା ପିଲେମାନେ? ତୁମେ ଜାଣିଛ, ମନେକର ମୁଁ କହିବି ଗୋଟିଏ ନମ୍ବର ମୁଁ ଲେଖିଲି, ମନେକର ପିଲେ ମନେକର ମୁଁ ତୁମକୁ କହିବି 12 ଗୋଟେ ନମ୍ବର। ଠିକ ଅଛି, ତାକୁ ମନେକର ମୁଁ ତୁମକୁ କହିବି 4 ଦ୍ୱାରା ବିଭାଜ୍ୟ କର। ତୁମେ କ'ଣ କହିବ? ଯେ 12କୁ 4ରେ ହରିଲେ ମତେ 3 ମିଳିବ ଭାଗଫଳ। 3 ମତେ କ'ଣ ମିଳିବ? ଭାଗ ଫଳ। ଏବଂ 0 ମିଳିବ ମତେ ଭାଗ ଶେଷ। ହଁ କି ନାଇଁ? ଭାଗ ଶେଷ। ତାର ଅର୍ଥ ପିଲେ କ'ଣ? ତାର ତ 4କୁ ବା 4 12କୁ ବିଭାଜ୍ୟ କରେ। ହଁ କି ନାଇଁ? 4 12କୁ ବିଭାଜ୍ୟ କରେ। ବିଭାଜ୍ୟ ମାନେ ତାକୁ ହରଣ ବା ତାକୁ ହରିପାରେ, ବିଭାଜ୍ୟ କରେ। ବିଭାଜ୍ୟ କଲେ ଭାଗ ଶେଷ କେତେ ରହୁଛି ପିଲେ? ଯେହେତୁ ହରି ହେଇଯାଉଛି ବା ବିଭାଜ୍ୟ ହଉଛି, ଭାଗ ଶେଷ ସବୁବେଳେ 0 ହବ। ଆଉ ଭାଗଫଳ କେତେ? ନା 3। ତା ଅର୍ଥ 4 ଗୁଣନ 3 ଇଜିକାଲ ଟୁ 12। ସେମିତି ମୁଁ କହିବି ତୁମକୁ 15କୁ ପିଲେ 4 ଦ୍ୱାରା ବିଭାଜ୍ୟ କଲେ କ'ଣ ହବ? 4 3 କୁ 12, ଆଉ ରହିଯିବ କେତେ? 3। ତା ଅର୍ଥ ଏଇ କ୍ଷେତ୍ରରେ ବା ଏଇ କେସରେ ଭାଗ ଶେଷ ଆସିଗଲା ଆମର କେତେ? 3। ଏବଂ ଭାଗଫଳ ସେଇ ଭାଗଫଳ ମଧ୍ୟ 3, ଭାଗ ଶେଷ ମଧ୍ୟ 3 ହେଲା। ତାର ତ 4କୁ ଯଦି ମୁଁ 15 ବିଭାଜ୍ୟ କରିବି, ସେ ତାକୁ କ'ଣ ବିଭାଜ୍ୟ କରିପାରୁନାହିଁ। ବିଭାଜ୍ୟ କେତେବେଳେ କରିବ? ଯେତେବେଳେ ଭାଗ ଶେଷ ସବୁବେଳେ 0 ହବ। ଯେମିତି ମନେକର ମୁଁ କହିବି 18କୁ 3ର ହର, ତ କ'ଣ କହିବ ତୁମେ? 300କୁ 18, ଭାଗ ଶେଷ ହେଲା 0। ତ ଯେକୌଣସି ସଂଖ୍ୟାକୁ ଯଦି ଆମେ ଗୋଟେ ଛୋଟ ସଂଖ୍ୟା ଦ୍ୱାରା ପିଲେ ଆମେ ହରୁଛେ, ତୁମେ କହିଦେଇ ପାରୁଛ ଯେ ସେଟା ଛିଣ୍ଡୁଛି କି ନାହିଁ, ବା ତା ଦ୍ୱାରା ହରଣ ହେଇପାରିବ କି ନାହିଁ, ବା ବିଭାଜ୍ୟ ହେଇପାରିବ କି ନାହିଁ। ଯଦି ମୁଁ ଗୋଟେ ବହୁତ ବଡ଼ ସଂଖ୍ୟା କହିବି, ପିଲାମାନଙ୍କୁ ଏମିତି ଲେଖିବି 1 2 5 7 8 9 2, ମୁଁ କହିବି ପିଲା ଆକୁ 3 ଦ୍ୱାରା ବିଭାଜ୍ୟ କଲ, ତ ତୁମେ କ'ଣ କରିବ? ତୁ କ'ଣ ତାକୁ ହରିବ? ଏମିତି ତ ହରିଲେ ବହୁତ ସମୟ ଲାଗିଯିବ। 1 2 5 7 8 9 2କୁ 3ର ହର, ବୁଝିପାରୁଛ ତ? 3ରେ ଛିଣ୍ଡିବ କି ନାହିଁ ବା 3ରେ ହରଣ ହେଇପାରିବ କି ନାହିଁ କେମିତି ଜାଣିବ? ତ ଆଜି ଛୋଟ ଛୋଟ ସଂଖ୍ୟା ବିଷୟରେ ତୁମେ ଅଲରେଡି ଜାଣିଛ, ପଣିକିଆ ଶିଖିଛ, ତ କହିଦେବ ଭାଇ ହଁ ଏଟା ହରି ହବ କି ନାହିଁ। ଯଦି ଏମିତି ବହୁତ ଗୋଟେ ବଡ଼ ବଡ଼ ସଂଖ୍ୟା ଥିବ ଏବଂ ଆମକୁ କୁହାଯିବ ଏଇ ସଂଖ୍ୟା ଗୁଡ଼ିକ 2 ଦ୍ୱାରା, 3 ଦ୍ୱାରା ବା 4 ଦ୍ୱାରା କିମ୍ବା 5 ଦ୍ୱାରା କିମ୍ବା 6 ଦ୍ୱାରା ବିଭାଜ୍ୟ ହେବେ କି ନାହିଁ, ତୁମେ କେମିତି ଜାଣିବ? ତା ଅର୍ଥ ଆଜି ଆମେ ବିଭାଜ୍ୟତାର ବିଭିନ୍ନ ନିୟମ ବିଷୟରେ ଜାଣିବା। କ'ଣ ଜାଣିବା? ବିଭିନ୍ନ ନିୟମ ବିଷୟରେ ଜାଣିବା। ଆମେ ହରଣ ନ କରିକି ବା ଆମେ କ'ଣ, ଆମେ ଆଜି ନ ହରି ହରଣ ନ କରି ମଧ୍ୟ କହିପାରିବା ଯେ ଗୋଟେ ବଡ଼ ସଂଖ୍ୟାଟି ଏଇ 2 3 4 5 ବା 6 ଦ୍ୱାରା ବିଭାଜ୍ୟ ହବ କି ନାହିଁ। ତ ପ୍ରଥମେ ଆଜି ଆମେ କ'ଣ ଦେଖିବା? 2 ଦ୍ୱାରା। ପ୍ରଥମ ନିୟମ ହେଲା, ଗୋଟିଏ ସଂଖ୍ୟା ପିଲେ ଯେକୌଣସି ସଂଖ୍ୟା 2 ଦ୍ୱାରା କିଭଳି ବିଭାଜ୍ୟ, 2 ଦ୍ୱାରା ବିଭାଜ୍ୟ ହବ କି ନାହିଁ କେମିତି ଜାଣିବ? ବୁଝିଲା? କେମିତି ଜାଣିବ? ଦେଖ ପିଲେ, ମନେ ରଖିବ, 2 ଦ୍ୱାରା ବିଭାଜ୍ୟ ହବ କି ନାହିଁ ତାର ସୂତ୍ର ହେଲା, ଯେକୌଣସି ସଂଖ୍ୟା, କ'ଣ କହିଲି? ଯେକୌଣସି ଗୋଟେ ସଂଖ୍ୟା
ଉଦାହରଣ ମନେକର ମୁଁ କହିଲି ପିଲେ 234। ମତେ କୁହ ଏହାର ଏକକ ଘରେ କିଏ ଅଛି? ଏକକ ଘରେ 4, ଦଶକ ଘରେ 3। ମୁଁ କହିଥିଲି ତମମାନଙ୍କୁ ପୂର୍ବ କ୍ଲାସରେ ସ୍ଥାନୀୟ ମାନ ପଢିଲା ବେଳେ କହିଥିଲି ଏଟାକୁ କଣ କହନ୍ତି? ଏକକ ଘର କହନ୍ତି, ୟାକୁ ଦଶକ ଘର କହନ୍ତି, ୟାକୁ ଶତକ ଘର କହନ୍ତି। ଏକକ ଘରେ କେତେ ଅଛି ପିଲେ? ଏକକ ଘରେ 4 ଅଛି। ସବୁବେଳେ ତମକୁ ଯୋଉ ନମ୍ବରଟା କହିଥିବ 2 ଦ୍ୱାରା ବିଭାଜ୍ୟ ହବ କି ନାହିଁ ଜାଣିବା ପାଇଁ ଏକକ ଘର ଚେକ୍ କରିବ। ଯଦି ପିଲେ ଏକକ ଘରେ 0, 2, 4, 6 କିମ୍ବା 8 ଥିବ ତାହେଲେ ସେଇ ସଂଖ୍ୟାଟି 2 ଦ୍ୱାରା ସମ୍ପୂର୍ଣ୍ଣ ରୂପେ ବିଭାଜ୍ୟ ହେଇଯିବ। ତା ଅର୍ଥ ସେଇ କ୍ଷେତ୍ରରେ ଭାଗଶେଷ କେତେ ଆସିବ? ଭାଗଶେଷ 0 ଆସିବ। ଦେଖିବା ଗୋଟେ ପରୀକ୍ଷା କରି ଦେଖିବା। ମନେକର ପିଲେ ମୁଁ କହିଲି 2340। ଏହାର ଏକକ ଘରେ ପିଲେ କେତେ ଅଛି? 0 ଅଛି। ତାକୁ 2ରେ ହରିଲେ ଇଏ ନିହାତି ଛିଣ୍ଡିଯିବ। ଦେଖୁନ 2 କେ 2, 2 କେ 2, ଏଠି 1 ଆସିବ 14, 2 7 14, 2 0 0, 1170। 1170 2 ଗୁଣିଲେ କେତେ ହେଇଯିବ? 2340। ସେଗୁଡା ଆଉ ଗୋଟେ ବଡ ସଂଖ୍ୟା ଲେଖିବି 5900 ମନେକର 88। 2ରେ ଛିଣ୍ଡିବ କି ନାହିଁ? ନିହାତି ଛିଣ୍ଡିବ। କଣ ପାଇଁ? ଏକକ ଘରେ 8 ଅଛି। କରୁନ 2 2 4, 19, 2 9 18, 2 9 18, 2 9 18। ବୁଝି ହଉଛି କି ନାହିଁ? ତାର ଯେକୌଣସି ସଂଖ୍ୟା ଯଦି ତାର ଏକକ ଘରେ, ସବୁବେଳେ ମନେ ରଖିବ କଣ? ଏକକ ଘରେ ବା ଏକକ ସ୍ଥାନରେ ବା ତାକୁ କହନ୍ତି ୟୁନିଟ ଡିଜିଟ। ଏକକ ସ୍ଥାନରେ କଣ ଥିବ? ଏକକ ସ୍ଥାନ ଯଦି 0, 2, 4, 6 ବା କିମ୍ବା 8 ଥିବ ତାହେଲେ ସେଇ ସଂଖ୍ୟାଟି ପିଲେ କଣ ହେଇଯିବ? ସେ ସଂଖ୍ୟାଟି ସମ୍ପୂର୍ଣ୍ଣ ରୂପେ 2 ଦ୍ୱାରା ବିଭାଜ୍ୟ ହେଇଯିବ। ତୁମ ବହିରେ ତୁମେ ଦେଖ ଏ ନିୟମଟି ଦେଇଛି କି ନାହିଁ ଦେଖିଲ? ଏଇ ଦେଖ କଣ ଦେଇଛି? ଯେଉଁ ସଂଖ୍ୟାର ଏକକ ସ୍ଥାନରେ 0, 2, 4, 6 କିମ୍ବା 8 ଥାଏ ତାହା 2 ଦ୍ୱାରା ବିଭାଜ୍ୟ। ତାର ତ ଏଇଟିକୁ ଆମେ ମନେ ରଖିବା ହେଲା। ମନେ ରଖିବ କିନ୍ତୁ ତାହେଲେ ଲେଖ, ମତେ କହିଲ 20 ହବ କି ନାହିଁ? ହଁ, ଏକକ ଘରେ 0 ଅଛି। 32 ହବ କି ନାହିଁ? ନିହାତି ହବ, ଏକକ ଘରେ 2 ଅଛି। 33 ପିଲେ ହବ? ହବନି। 33 ହରିଲେ ଛିଣ୍ଡିବନି। 44 ଛିଣ୍ଡିଯିବ, 4 ଅଛି। 55 ଛିଣ୍ଡିବନି। 59 ହରି ହବ ନାହିଁ, ଏକକ ଘରେ 5, ଏକକ ଘରେ 9 ଅଛି। 76 ହବ କି ନାହିଁ? ହବ, ଏକକ ଘରେ 6 ଅଛି। ସେଇଭଳି 48 ହବ କି ନାହିଁ? ହବ, ଏକକ ଘରେ 8 ଅଛି। 91 ହବ? ହବ ନାହିଁ, ଏକକ ଘରେ 1 ଅଛି। 37 ବି ହବନି, ଏକକ ଘରେ 7 ଅଛି। 95 ମଧ୍ୟ ହବନି, ଏକକ ଘରେ 5 ଅଛି। ତାହେଲେ 2 ଦ୍ୱାରା କୋଉ ନମ୍ବରଟା ପିଲେ ବିଭାଜ୍ୟ ହବ ବା ବିଭାଜ୍ୟ ହବନି? ତ ମାନେ ଜାଣିଗଲ କି ନାହିଁ ମତେ କୁହ? ଏଇଟା ଆମେ ଶିଖିଗଲେ। ଆଚ୍ଛା ପିଲେ ତୁମେ ଏଇଠି ଆଉ ଗୋଟେ ଛୋଟ କଥା ମନେ ରଖିବ। ପିଲେ ଯେଉଁ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ ତାକୁ ଆଉ ଗୋଟିଏ ନାମରେ ଆମେ ତାକୁ କଣ ତାକୁ କହୁ? ତାକୁ କହନ୍ତି ଯୁଗ୍ମ ସଂଖ୍ୟା। ତାକୁ କଣ ପିଲେ କହନ୍ତି? ଯୁଗ୍ମ ସଂଖ୍ୟା। ତୁମେ ଦେଖିବ ପିଲେ ଏଇ ଯୋଉ ଗପ ଗପର ଗଣିତ ସିରିଜରେ ମୁଁ ଅଲରେଡି ଗୋଟେ ଭିଡିଓ ଛାଡିଛି, ବେସିକ କନସେପ୍ଟ, ଯୋଉଠିକି ଯୁଗ୍ମ ଅଯୁଗ୍ମ ବିଷୟରେ ତୁମମାନଙ୍କୁ ପଢେଇ ସାରିଛି। ତ ତୁମମାନେ ତାକୁ ଦେଖିଲେ ବୁଝିପାରିବ ଯେ ଯୁଗ୍ମ ସଂଖ୍ୟା କାହାକୁ କୁହନ୍ତି। ଯୁଗ୍ମ ସଂଖ୍ୟା କାହାକୁ କୁହନ୍ତି? ନା ଯେଉଁ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ ସେ ଯୁଗ୍ମ। ତାର ତ 2 ଦ୍ୱାରା ବିଭାଜ୍ୟ କେତେବେଳେ ହବ? ଯେତେବେଳେ ଏକକ ଘରେ 0, 2, 4, 6 କିମ୍ବା 8 ଥିବ। ବୁଝିହଉଛି? ଯଦି 2 ଦ୍ୱାରା ବିଭାଜ୍ୟ ନହବ ତାକୁ କଣ କହିବା? ଆମେ ଅଯୁଗ୍ମ କହିବା। ତ ଯେତେ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ ହେବେନି ସେମାନେ ହେଲେ ଅଯୁଗ୍ମ, ଯିଏ ବିଭାଜ୍ୟ ହବ ସେ ଯୁଗ୍ମ। ତାର ତ ଏଇଠି ମତେ କୁହ ଯୁଗ୍ମ କିଏ? ଯୁଗ୍ମ 20, 32, 44, 76, 48 ସମସ୍ତେ ଯୁଗ୍ମ। ବାକି ସବୁଗୁଡାକ କଣ ହେଇଯିବେ? ବାକି ସବୁଗୁଡାକ ଅଯୁଗ୍ମ। ଅଯୁଗ୍ମକୁ ପିଲେ ଇଂରାଜୀରେ କହନ୍ତି ଅଡ୍ ନମ୍ବର। କଣ କହନ୍ତି? ଅଡ୍ ନମ୍ବର ବା ଅଡ୍ ସଂଖ୍ୟା। ଯୁଗ୍ମକୁ କଣ କହନ୍ତି? ଇଭିନ୍ ନମ୍ବର। ବୁଝି ହଉଛି କି ବୁଝି ହଉନି? ଏଇ ଯୁଗ୍ମ ଅଯୁଗ୍ମ ବିଷୟରେ ପିଲେ ତୁମମାନଙ୍କୁ ଆଉ ଗୋଟେ କଥା କହିଦଉଛି। ହେଲେ ଯୁଗ୍ମ କହିଲେ କଣ? ଯୁଗ୍ମ କହିଲେ ଯୋଡା, ଯୋଡିକି ଥିବ। ଯୁଗ୍ମଜ କହନ୍ତିନି? ଯୁଗ୍ମଜ। ଯାଆଁଳା, ଯାଆଁଳା ମାନେ କଣ? 2। ଅର୍ଥ ଆମେ ଯଦି ଯେକୌଣସି ସଂଖ୍ୟାକୁ
ଏମିତି କଣ ଦୁଇ ଦୁଇଟା କରିକିରି ତାକୁ ସଜେଇ ଲେଖିବା, ଯଦି କିଛି ଆଉ କଣ ବଳି ପଡିବନି। ମନେକର ମୁଁ ତୁମକୁ କହିଲି ତୁମ ପାଖରେ ପିଲେ 5ଟି ଆମ୍ବ ଅଛି ବା 5ଟି ଲଡୁ ଅଛି, ତୁମେ ଦୁଇଟା କରିକି କଣ କର ସଜେଇବ। ୟାକୁ ଦୁଇଟାକୁ ଗୋଟେ ସଜେଇଲି, ଗୋଟେ ଯୋଡା କଲି, ୟାକୁ ଗୋଟେ ଯୋଡା କଲି, ଆଉ ଗୋଟେ ବଳି ପଇଲା। ଯଦି ସବୁବେଳେ ଯୋଡା ହବ ବା ଯୋଡି ହେଇକି ରହିବ ସେଟା ଯୁଗ୍ମ। ଦେଖ ଏଠି ଗୋଟେ ଯୋଡା ହେଲା, ଦୁଇ ଯୋଡା ହେଲା, କିନ୍ତୁ ଗୋଟେ ବଳି ପଇଲା, ତାର ତ 5ଟା ଅଯୁଗ୍ମ ହେଇଗଲା। କଣ ପାଇଁ? ଆକୁ ମୁଁ ଯୋଡା ଆକାରରେ ବା ଯୋଡି ଆକାରରେ ପ୍ରକାଶ କରିପାରୁନାହିଁ। ସେମିତି ମନେକର ମୁଁ ପିଲେ 6କୁ ଲେଖିବି, ମୋ ପାଖରେ 6ଟା ଲଡୁ ଅଛି, 2 3 4 5 6। ଦେଖିଲ, ଏଇ ଦିଟା ଲଡୁକୁ ଗୋଟେ ଯୋଡି କରିଦେବି, ୟାକୁ ଗୋଟେ ଯୋଡି କରିଦେବି, ୟାକୁ ଗୋଟେ ଯୋଡି କରିଦେବି। ତା ଅର୍ଥ ସମସ୍ତଙ୍କୁ ମୁଁ ଯୋଡି ହେଇକି ବା ପେୟାର କରିକି ଲେଖିପାରୁଛି। ତା ଅର୍ଥ ଇଏ ହେଇଗଲା କଣ? ଇଏ ହେଇଗଲା ଯୁଗ୍ମ ସଂଖ୍ୟା। ବୁଝୁଛି କି ବୁଝି ହଉନି? ଯୁଗ୍ମ କହିଲେ କଣ? ଯୁଗ୍ମ କହିଲେ ଦୁଇ ଦ୍ୱାରା ବିଭାଜ୍ୟ, ବା ତାକୁ ଯଦି ଆଉ ଟିକେ ଆମେ ସରଳ ଭାଷାରେ ବୁଝିବାକୁ ଚେଷ୍ଟା କରିବା, ତା ଅର୍ଥ ଆମେ ଯେକୌଣସି ସଂଖ୍ୟାକୁ ଯଦି ଏମିତି ଯୋଡି ଯୋଡି କରି ଲେଖିପାରିବା ବା ପେୟାର କରିପାରିବା, ବା ତାକୁ କଣ, ତାକୁ ଆମେ ଯୁଗ୍ମ କହିବା। ଏତିକି ପିଲେ ବୁଝିଗଲ? ଠିକ ଅଛି। ଏବେ ପିଲେ ଆମେ କଣ କରିବା, ତୁମେ କଣ କରିବ ନା ତୁମ ବହିର ଏଇ ଯୋଉ ଅଛି କଣ ଯୋଉ ଏକ୍ସରସାଇଜ ତାକୁ କରିପାରିବ। ଭାଗ ନ କରି ତଳ ସଂଖ୍ୟା ଗୁଡିକ ମଧ୍ୟରୁ କେଉଁଗୁଡ଼ିକ ଯୁଗ୍ମ ସେଗୁଡିକ ଲେଖ। ଭାଗ କରିବନି, ହରିବନି। ତମେ ବର୍ତ୍ତମାନ ଜାଣିଛ ଯୁଗ୍ମ କହିଲେ ପିଲେ କଣ, ଯିଏ ଦୁଇ ଦ୍ୱାରା ବିଭାଜ୍ୟ। ମତେ କହିଲେ ଏଇ ନମ୍ବରଟା କଣ ହବ, ଯୁଗ୍ମ ନା ଅଯୁଗ୍ମ? ଏଇ ନମ୍ବରଟା ଯୁଗ୍ମ ହବ। କଣ ପାଇଁ? ଏକକ ଘରେ 4 ଅଛି। ଏକକ ଘରେ 4 ଅଛି ମାନେ ଦୁଇ ଦ୍ୱାରା ଛିଣ୍ଡି ଯିବ ବା ବିଭାଜ୍ୟ ହବ ବା ହରି ହବ, ଭାଗଶେଷ ଶୂନ୍ୟ ହେଇଯିବ। ତ ମତେ ହରିବାକୁ ପଡିବନି, ମୁଁ ଦେଖିକି କହିଦେବି ଇଏ ଯୁଗ୍ମ ସଂଖ୍ୟା। ଦେଖିଲ ଏଟା କେତେ ବଡ ସଂଖ୍ୟାଟିଏ, 6,54,324। ଏଟା ଯୁଗ୍ମ ନା ଅଯୁଗ୍ମ? ଏଇଟା ବି ଯୁଗ୍ମ। କଣ ପାଇଁ? ନା ଏକକ ଘରେ 4 ଅଛି। ଏକକ ଘରେ 4 ଥିଲେ ଦୁଇ ଦ୍ୱାରା ବିଭାଜ୍ୟ। ଏକକ ଘରେ କଣ ଥିବା ଦରକାର? 0 2 4 6 ଏବଂ 8। ଏତିକି ଥିଲେ ଦୁଇ ଦ୍ୱାରା ବିଭାଜ୍ୟ ହେଇଯିବ। ଆଉ କିଛି ନମ୍ବର ଦେଖିବନି ହେଲା, କେବଳ ଏକକ ଘର ଦେଖିବ। ଏଗୁଡା କିଛି ଦେଖିବନି, ବାଁ ପଟକୁ ଯେତେ ସଂଖ୍ୟା ଅଛି କିଛି ଦେଖିବନି, କେବଳ ଏକକ ଘର ଦେଖିଦବ। ଏକକ ଘର ଦେଖିଲେ ତମେ ଜାଣିଦବ। ତାପରେ ୟା ପରେ ଆମେ ପିଲେ କଣ ଦେଖିବା? ୟା ପରେ ଆମେ ଦେଖିବା ଗୋଟିଏ ସଂଖ୍ୟା 3 ଦ୍ୱାରା କେତେବେଳେ ବିଭାଜ୍ୟ। 3 ଦ୍ୱାରା କେତେବେଳେ ବିଭାଜ୍ୟ ହବ, କେମିତି ଜାଣିବା? ମନେକର ପିଲେ ମୁଁ କହିଲି ତୁମକୁ 18। 18 3 ଦ୍ୱାରା ବିଭାଜ୍ୟ କି ନାହିଁ? ତମେ କହିବ ହଁ ଭାଇ ମୁଁ ତ 3 ପଣିକା ଜାଣିଛି, 300କୁ 18 ତ ବିଭାଜ୍ୟ ହେଇଗଲା, ଭାଗଶେଷ ହେଇଗଲା ଶୂନ୍ୟ। ତ ଆମେ କେମିତି ଜାଣୁଛେ 3 ଦ୍ୱାରା ବିଭାଜ୍ୟ ବୋଲି? ତାର ନିୟମ କଣ? ତାର ତାର ନିୟମ କଣ? ଗୋଟିଏ ସଂଖ୍ୟା କେତେବେଳେ 3 ଦ୍ୱାରା ବିଭାଜ୍ୟ ହଉଛି? ପିଲେ ଯେତେବେଳେ ଦେଖିବ ଯେକୌଣସି ସଂଖ୍ୟା ଦେଇଛି ତମକୁ, 2 ଅଙ୍କ ବିଶିଷ୍ଟ ହଉ, 1 ଅଙ୍କ ହଉ, ବା 3 ଅଙ୍କ ହଉ, ବା ଯେତେ ଅଙ୍କ ବିଶିଷ୍ଟ ସଂଖ୍ୟା ହଉ, ତୁମେ ଯଦି ସେଇ ସଂଖ୍ୟାର ଯୋଉ ସବୁ ଅଙ୍କ ଗୁଡିକ ଅଛି, ମୁଁ ବତେଇଥିଲି ପ୍ରଥମ କ୍ଲାସରେ ସଂଖ୍ୟା କହିଲେ କଣ, ଅଙ୍କ କହିଲେ କଣ। ଆମ ପାଖରେ କେତିଟି ଅଙ୍କ ଅଛି? 0 1 2 3 4 5 6 7 8 9। ଟୋଟାଲ ଆମ ପାଖରେ 10ଟି ଅଙ୍କ ଅଛି। 10ଟି ଅଙ୍କ ଅଛି। ଏଇ ଅଙ୍କ ମାନଙ୍କର ସମାହାରରେ ସବୁ ସଂଖ୍ୟା ତିଆରି ହୁଏ। ତ ମନେକର ମୁଁ 18 କହିଲି, 18 ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟା। ଏଥିରେ ଗୋଟିଏ ଅଙ୍କ ହେଲା 8, ଆଉ ଗୋଟିଏ ଅଙ୍କ ହେଲା 8 1, ଆଉ ଗୋଟେ ଅଙ୍କ ହେଲା 8। ତୁମେ କଣ କରିବ ନା, ତମକୁ ଯୋଉ ସଂଖ୍ୟାଟା ପିଲେ ଦିଆଯାଇଥିବ ଏବଂ ପଚରା ଯାଇଥିବ ଏହା 3 ଦ୍ୱାରା ବିଭାଜ୍ୟ କି ନାହିଁ ତୁମେ କେମିତି ଜାଣିବ? ସେଇ ସଂଖ୍ୟାରେ ଥିବା ଅଙ୍କ ମାନଙ୍କର ସମଷ୍ଟି। ସମଷ୍ଟି କହିଲେ କଣ? ମିଶେଇ ଦେବ। 1 + 8, 1 + 8 କେତେ? 9। 9ଟା ପିଲେ 3 ଦ୍ୱାରା ବିଭାଜ୍ୟ କି ନାହିଁ? ହଁ, 3 3 9। ତା ଅର୍ଥ ଏଇ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହେଇଯିବ। ବୁଝିହେଲା କି ନାହିଁ? ମନେକର ପିଲେ ମୁଁ କହିବି 729, ଏଇଟା 3 ଦ୍ୱାରା ଛିଣ୍ଡିବ କି ନାହିଁ? କେମିତି ଜାଣିବ? ଏଠି କେତେଟି ଅଙ୍କ ଅଛି? ଗୋଟିଏ 7, ଗୋଟିଏ 2, ଗୋଟିଏ 9। ଏଇଟା ଗୋଟେ ଅଙ୍କ, ଏଇଟା ଗୋଟେ ଅଙ୍କ, ଏଇଟା ଗୋଟେ ଅଙ୍କ। ସବୁ ଅଙ୍କକୁ ମିଶେଇ ଦବ, ସେମାନଙ୍କର ସମଷ୍ଟି ନବ, ଦେଖିବ 3 ଦ୍ୱାରା ଛିଣ୍ଡୁଛି କି ନାହିଁ। 7 2 9 9 9 18। 18 ତ 3ରେ ହରି ହେଇଯିବ, 300କୁ 18। ତା ଅର୍ଥ ଏଇ ସଂଖ୍ୟାଟି 3 ଦ୍ୱାରା ଛିଣ୍ଡିଯିବ। ଯେତେ ବଡ ସଂଖ୍ୟା ଲେଖ, ମନେକର 3 5 4 7 8। ଦେଖିଲ ପିଲା ଏଇଟା 3 ଦ୍ୱାରା ଛିଣ୍ଡିବ କି ନାହିଁ? କେମିତି ଜାଣିବ? ସବୁ ଅଙ୍କକୁ ମିଶେଇ ଦବ। କିଏ? 3 + 5 + 4 + 7 + 8। 3 5 8, 8 4 12, 12 7 19, 19 8 27। 27 3 ଦ୍ୱାରା ଛିଣ୍ଡିଯିବ। ହଁ କି ନାହିଁ? 3 × 27।
ତା ଅର୍ଥ ଏତେ ବଡ ସଂଖ୍ୟାଟି 35,478 ମଧ୍ୟ 3 ଦ୍ୱାରା ବିଭାଜ୍ୟ। ତ 3 ଦ୍ୱାରା ବିଭାଜ୍ୟ ସୂତ୍ର ତମେ ଜାଣିଗଲ କି ନାହିଁ ମତେ କୁହ? କେମିତି ଜାଣିବ? ଯେଉଁ ସଂଖ୍ୟାର ଅଙ୍କ ମାନଙ୍କର ସମଷ୍ଟି 3 ଦ୍ୱାରା ବିଭାଜ୍ୟ ସେଇ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ। ଏତିକି ପିଲେ ମନେ ରଖିବ। ମୁଁ ତମକୁ କହିଦେଲି ଅଙ୍କ ମାନଙ୍କର କେବଳ କଣ ସମଷ୍ଟି ବା ତାଙ୍କୁ ମିଶେଇ ଦେବ। ଯଦି କଣ ହେଇଗଲା, ଯଦି ମିଶାଣ ଫଳଟି 3 ଦ୍ୱାରା ଛିଣ୍ଡି ଗଲା ବା ବିଭାଜ୍ୟ ହେଇଗଲା ତାହେଲେ ସେଇ ବଡ ସଂଖ୍ୟାଟି ମଧ୍ୟ 3 ଦ୍ୱାରା ବିଭାଜ୍ୟ ହବ। ତମାନେ ବର୍ତ୍ତମାନ ସବୁ ଯାକ କରିପାରିବ କି ନା ମତେ କୁହ? ଯେତେ ବଡ ସଂଖ୍ୟା ଦେଲେ ନିହାତି କରିପାରିବ। ଏବେ ଦେଖିବା ପିଲେ 3 ଗଲା, 2 ଗଲା, 3 ଗଲା, ୟା ପରେ କଣ ଦେଖିବା ପିଲେ 3 ନମ୍ବରରେ 4 ଦ୍ୱାରା। କେମିତି ଜାଣିବ ଗୋଟେ ସଂଖ୍ୟା 4 ଦ୍ୱାରା ବିଭାଜ୍ୟ କି ନାହିଁ ପିଲେ? କେମିତି ଜାଣିବ? ମନେ ରଖ ପିଲେ, ଯେକୌଣସି ଗୋଟେ ସଂଖ୍ୟା ଦେଇଥିବ ହେଲା, ତମ ବହିରୁ ଦେଖେଇ ଦଉଛି। ମନେକର ପିଲେ ମୁଁ କହି 120। ତମେ ଦେଖିଲ ଏଇ 120 ର ଏକକ ଘରେ କେତେ ଅଛି? 0। ଦଶକ ଘରେ କେତେ ଅଛି? 2। ଏକକ ଘର ଆଉ ଦଶକ ଘରକୁ କେବଳ ଚେକ୍ କରିବ ହେଲା। ଏକକ ଘର ଦଶକ ଘରରେ 2 ଆଉ 0 ଅଛି, ତାର ତ କୋଉ ସଂଖ୍ୟାଟା ଅଛି? 20 ଅଛି। 20 ପିଲେ 4 ଛିଣ୍ଡିବ କି ନାହିଁ ମତେ କହିଲ? 4 ପଞ୍ଚାକୁ 20 ଛିଣ୍ଡିଗଲା। ତାର ତ ଏଇ ଟୋଟାଲ ସଂଖ୍ୟାଟା ମଧ୍ୟ 4ରେ ବିଭାଜ୍ୟ ହୋଇଯିବ। ବୁଝି ହଉଛି କି ବୁଝି ହଉନି? ମନେକର ବହୁତ ବଡ ସଂଖ୍ୟା ନେଲି 3, 5, 4, 0। ଏଇଟା 4 ଅଙ୍କ ବିଶିଷ୍ଟ ସଂଖ୍ୟା। ଏକକ ଘରେ କେତେ? 0। ଦଶକ ଘରେ 4। ଖାଲି ଏତିକି ଦେଖିବ ଏଇ ଯୋଉ ସଂଖ୍ୟା 4 ଦ୍ୱାରା ଛିଣ୍ଡୁଛି କି ନାହିଁ, ଏକକ ଘର ଆଉ ଦଶକ ଘରକୁ ନେଇକି ଯୋଉ ସଂଖ୍ୟାଟା ହବ ତାର ତ କେତେ? 40। 40 4 ଦ୍ୱାରା ଛିଣ୍ଡିବ କି ନାହିଁ? 4 ଦଶକୁ 40। ତା ଅର୍ଥ ଏଇ 3540 ମଧ୍ୟ 4 ଦ୍ୱାରା କଣ ହେଇଯିବ? ବିଭାଜ୍ୟ ହୋଇଯିବ। ମନେକର ଆଉ ଗୋଟେ ବଡ ସଂଖ୍ୟାଟେ ନେବି 1,23,096। 1,23,096। କମା ଦେବା ଶିଖେଇଥିଲି, ବତେଇଥିଲି ତମେ କମା କୋଉଠି ଦବ? ହଜାର ଘରେ ଦବ, ଲକ୍ଷ ଘରେ ଦବ ଏବଂ କୋଟି ଘରେ ଦବ। ବତେଇଥିଲି। ମତେ କହିଲେ ଏତେ ବଡ ସଂଖ୍ୟାଟା 4 ଦ୍ୱାରା ଛିଣ୍ଡିବ କି ନାହିଁ? ଏକକ ଘରେ 6, ଦଶକ ଘରେ 9। ଏଇ ସଂଖ୍ୟାଟା କେତେ? 96। ହେଲେ 96ଟା 4 ଦ୍ୱାରା ଛିଣ୍ଡିବ କି ନାହିଁ? 24 ଚୌକ ପରେ 96। ତାର ତ ଏଇ ସଂଖ୍ୟାଟି କଣ ହେଇଯିବ? 4 ଦ୍ୱାରା ବିଭାଜ୍ୟ ହେଇଯିବ। ମନେ ରଖିବ ପିଲେ 4 ଦ୍ୱାରା ବିଭାଜ୍ୟର ନିୟମ କଣ? ଆଚ୍ଛା, ଏଠି ଆଉ ଗୋଟେ ନିୟମ ଅଛି ପିଲାମାନ। କଣ ନା, ଯଦି ଗୋଟେ ସଂଖ୍ୟାର ଏକକ ଘରେ ଆଉ ଦଶକ ଘରେ 0 0 ଥିବ ତାହେଲେ ମଧ୍ୟ ସିଏ କଣ ହେଇଯିବ? 4 ଦ୍ୱାରା ଛିଣ୍ଡିଯିବ। ଦେଖୁନ 100। 100 4ରେ ଛିଣ୍ଡିବ କି ନାହିଁ? 25 ଚୌକୁ 100। ତାର ତ ଏକକ ଘରେ 0, ଦଶକ ଘରେ 0। ଏଇ 0 0 ବି ତ 4ରେ ଛିଣ୍ଡିଯିବ ନା। 0 ରେ 4 ହେଲେ କେତେ? 0। ତା ଅର୍ଥ ଏଇ ନିୟମଟା ଯାହା, ଏଇ ନିୟମଟା ସେଇଆ, ଖାଲି ଏଇଟା ଖାଲି ମନେ ରଖିବ ଯେ ଏକକ ଘର ଦଶକ ଘର ଦିଟା 0 ଥିଲେ ସେ ବି 4ରେ ଛିଣ୍ଡିଯିବ। ମନେକର ତମକୁ ଗୋଟେ ବହୁତ ବଡ ସଂଖ୍ୟା ଏମିତି ଲେଖା ହେଇଥିବ ତମକୁ ଡରେଇବା ପାଇଁ 3, 5, 8, 7, 4, 0, 0। ତା ଅର୍ଥ ଏଟା କେତେ ଲେଖିବି? 1, 2, 3, 4, 5, 6। 35,87,400। ଏଟା 4ରେ ଛିଣ୍ଡିବ କି ନାହିଁ? ନିହାତି ଛିଣ୍ଡିବ। କଣ ପାଇଁ ନା ଦିଟା 0 ବଇଛି ପରା। ଏକକ ଘରେ ଦଶକ ଘରେ 0 ଅଛି, ତାର ତ ଇଏ ବି 4 ଦ୍ୱାରା ବିଭାଜ୍ୟ ହବ। ହେଲେ ବୁଝିଗଲା କି ବୁଝିଗଲାନି? ତମ ସୂତ୍ର ହେଲା ଏଇଟା। ଯେଉଁ ସଂଖ୍ୟାର ଏକକ ଓ ଦଶକ ଘରେ ଯୋଉ ଅଙ୍କ ଅଛି ତାକୁ ନେଇକି ଯୋଉ ସଂଖ୍ୟାଟା ତିଆରି କରିବ, ଯଦି ସେ 4 ଦ୍ୱାରା ବିଭାଜ୍ୟ ତାହେଲେ ସେ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ। ଏଇଟା ତ ମନେ ରଖିବ, ପ୍ଲସ୍ ଏଇଟା ବି ମନେ ରଖିବ ଯେ ଯେଉଁ ସଂଖ୍ୟାର ଡାହାଣରେ 2ଟି ବା 2ରୁ ଅଧିକ ସଂଖ୍ୟକ 0 ଥାଏ ସେ ବି 4 ଦ୍ୱାରା ବିଭାଜ୍ୟ। 2ଟା ହଉଛି ମିନିମମ୍, 2ରୁ ଅଧିକ ହେଲେ ଭଲ। ମନେକର ମୁଁ କହିବି 5,000। ଏଠି କଣ ଏକକ ଦଶକ ଘରେ ଦିଟା 0 ଅଛି, ଶତକ ଘରେ ବି ଅଛି। ଶତକ ଘରେ ଥାଉ ନଥାଉ ଯଦି ଦିଟା 0 ଅଛି ବା 2ରୁ ଅଧିକ ଥିଲେ ମଧ୍ୟ କଣ ସେ 4 ଦ୍ୱାରା ବିଭାଜ୍ୟ ହୋଇଯିବ। ବୁଝିଗଲା? ଯେମିତି 300, 500, 800 ଏମାନେ ସମସ୍ତେ 4 ଦ୍ୱାରା ବିଭାଜ୍ୟ ହେବେ। ଏବେ ଆଉ କଣ ପଢିବା? ବୁଝିଲା କି ବୁଝିଲାନି ପିଲେ? ମନେକର ମୁଁ କହିବି 74,000 ବା 7,40,000 କହିବି। 7,40,000। ଏଠି ଦେଖ 4ଟା 0 ଅଛି, 2ରୁ ଅଧିକ କି ନାହିଁ? 1, 2, 3, 4ଟା 0। ମତେ ଦିଟା 0 ଦରକାର। 2ଟା 0ରୁ ଯେତେ ଅଧିକ ଗଲେ ଚଳିବ, କିନ୍ତୁ ମିନିମମ୍ କଣ 2ଟା ହେବା ଦରକାର। ବୁଝିହଉଛି? ଗୋଟେ ହେଲେ ହବନି। ମନେକର ମୁଁ ତମକୁ କହିବି 7,550। ଏଇଟା କଣ ହବ? ହବନି। କଣ ପାଇଁ ନା ଏଇ 50ଟା 4 ଦ୍ୱାରା ଛିଣ୍ଡିବନି ପରା। 50ଟା 4 ଦ୍ୱାରା ଛିଣ୍ଡିବ କି? ଛିଣ୍ଡିବନି। 12 ଚୌକୁ 48 ହେଇଗଲା। ବୁଝିଲା କି ବୁଝିଗଲାନି? ତାର ତ କଣ ପିଲେ ଏକକ ଘର ଦଶକ ଘର ଦିଟା ଯାକ 0 ହବା ଦରକାର, ବା ଏକକ ଆଉ ଦଶକ ଘରକୁ ନେଇକି ଯୋଉ ସଂଖ୍ୟାଟା ତିଆରି ହବ ସେଇଟା ମଧ୍ୟ 4 ଦ୍ୱାରା ଛିଣ୍ଡିବା ଦରକାର। ବୁଝିଲା କି ବୁଝିଲାନି ପିଲେ? ଏବେ ନେକ୍ସଟ ସୂତ୍ର ଦେଖିବା।
गोटे संख्या 5 द्वारा केतेबेले विभाज्य हबो एटा बहुत सहज એટલે जो संख्यार एकक घरे जो संख्यार एकक घरे कौन शून्य थिबो किंबा 5 थिबो एतिक खाली देखिदबो शून्य थिबो किंबा 5 थिबो मनकर मु कहली 5050 5 रे छिंडिबो कि नहीं छिंडिबो कौन पे एकक घरे शून्य अछि मु कहली 5,35,750 छिंडिबो कि नहीं छिंडिबो एकक घरे केते अछि बोले एकक घरे शून्य अछि मनकर मु कहली 5,35,855 5 रे छिंडिबो कि नहीं छिंडिबो एकक घरे केते अछि 5 अछि ता तो एकक घरे जदि बिले एकक घरे कौन जो संख्यार एकक घर अंक 0 बा 5 सी कौन 5 द्वारा विभाज्य एति खाली मन रखियो एकक घरे खाली 0 थिबो किंबा 5 थिबो सी कौन हो 5 रे छिंडी जीवो पिले आ गोटे मन रखियो पिले एटा तो विभाज्य तुम जानी गलो 5 को पिले तुम जेकोनी संख्यार गुणिबो मन कर मु 2 रे गुणली देखिबो कौन हम कहला एकक घरे 0 आसीबो नहले 5 आसीबो जेमिति मु कहली जेकोनी संख्या को जदि आमे हरिबा तार एकक घरे 0 किंबा 5 थिले 5 द्वारा छिंडी जीवो बा हरि जीवो उल्टाटा कोन ना 5 रे तुम जेकोनी संख्या गुण 5 रे 13 गुणन 13 पंचा को 65 एकक घरे केते आसीबो 5 आसीबो 5 रे 12 गुणन 12 पंचा को 60 जेते संख्या पृथ्वी रे अछि तमे देखो 5 रे ताको गुणिबो सब बेले एकक घरे 5 आसीबो नले एकक घरे 0 आसीबो एटा होची जिंसर कोन उल्टा उल्टा कि नहीं को जदि आमे गोटे बड़ संख्यार एकक घरे 0 आउ 5 देखिले कहि दोचे 5 द्वारा विभाज्य बा जेकोनी संख्या को जदि आमे 5 रे गुणी देबा ताले एकक घरे केते आसीबा दरकार निहाते 0 किंबा 5 आसीबो ताहाल तो जांगी विभाज्य होबो ना तो एटा बेले भी मन रखिबो हला तुमको जी कहबो 33 रे 5 गुणलु एकक घरे केते हबो एकक घरे निहाते केते आसीबो देखो 5 3 15 175 एकक घरे 5 आसीला बुझी होची बुझियोनी बिले एटा भी मन रखिबो तापर नियम होला जी 6 द्वारा कोन 6 द्वारा केम जानिबो 6 द्वारा विभाज्य ई बढी जानिबो पहिले या पई तुमको कोन करिया पड़िबो ना 6 टा पहिले कोन 2 गुणन 3 कि नहीं 2 3 6 तातो जो संख्याटी दिया देथिबो ताकू आग चेक करिवो 2 रे विभाज्य कि नहीं तापर चेक करिवो 3 रे विभाज्य कि नहीं जदि 2 रे विभाज्य जदि 3 रे विभाज्य ताहले 6 रे विभाज्य एतिकी मन रखिबो तो तुम सूत्र देखो तुम बहरे कोन लिखा हैछि ए देखो जेउ संख्या उभय 2 और 3 द्वारा विभाज्य सेठी 6 द्वारा विभाज्य बुझिला कि बुझिलानी मु तुमको उदाहरण दे पिले हला मनकर मु तुमको कहि पिले 700 7 9 4 94 देखिलो पिले एटा 6 रे छिंडिबो कि नहीं केमे जानिबो आगो देखिबो 2 रे छिंडिबो कि नहीं 2 रे छिंडिबो कि नहीं देखो एकक घरे 4 अछि 2 रे छिंडिबा पई सूत्र कोन एकक घरे 0 2 4 6 8 थिबो 2 रे छिंडी गला अच्छा 3 रे छिंडिबो कि नहीं कि जानिबो सब मिसै देबो 7 + 9 + 4 9 7 16 16 4 20 20 तो 3 द्वारा विभाज्य हबो नहीं ता अर्थ ए संख्याटी कोन 6 द्वारा छिंडिबो नाही मनकर मु कहली प्ले एठी 792 हबो कि नहीं देखो 2 रे छिंडी जीवो कोन पई एक घरे 2 अछि 3 रे छिंडा 7 + 9 + 2 9 7 16 2 18 18 रे 3 छिंडी गले केते 300 को 18 तार तो एटा 2 रे भी विभाज्य ओ 3 रे भी विभाज्य तार तो ये 6 रे भी विभाज्य तार तो प्ले कोन जे कोन संख्या को मनकर बड़ संख्या कहबी 3 5 8 7 6 एटा 3 एटा 6 द्वारा विभाज्य कि नहीं केमिति जानिबो आगो 2 रे चेक करिवो देखला 2 रे छिंडिबो कि नहीं छिंडी जीवो एक घरे 6 अछि 3 रे छिंडिबो बोले कि जानिबो मिसै देबो 3 + 5 + 8 + 7 + 6 3 5 8 8 8 16 16 7 23 23 6 29 29 पिले 3 द्वारा छिंडिबोनी तार तो ए संख्याटी 3 द्वारा विभाज्य हबोनी बुझी होची बुझी होनी पिले तार तो आमे कोन जानले आज आज क्लास रे आमे जानले जे कोनी संख्या को गोटे बड़ संख्या को न हरि की आमे कहि परिबा ता 2 द्वारा
ବା 3 ଦ୍ୱାରା ବା 4 ଦ୍ୱାରା ବା 5 ଦ୍ୱାରା ବା କାହା ଦ୍ୱାରା 6 ଦ୍ୱାରା ବିଭାଜ୍ୟ କି ନାହିଁ। ଆଜି ଆମେ 5ଟି ସୂତ୍ର ଶିଖିଲେ। କଣ ଶିଖିଲେ ପିଲେ? 5ଟି ବିଭାଜ୍ୟତାର ନିୟମର ସୂତ୍ର ଶିଖିଲେ। 2 3 4 5 6 ର। 2 ର ନିୟମ କଣ ଜାଣିଲେ? ଏକକ ଘରେ 0 2 4 6 8 ଥିଲେ 2 ଦ୍ୱାରା ବିଭାଜ୍ୟ। 3 ର ସୂତ୍ର କଣ ଜାଣିଲେ? ସଂଖ୍ୟା ମାନଙ୍କର ଯୋଉ ଅଙ୍କ ଅଛି, ଅଙ୍କ ମାନଙ୍କର ସମଷ୍ଟି ଯଦି 3 ରେ ଛିଣ୍ଡିଯିବ ସିଏ ହେଇଯିବ 3 ଦ୍ୱାରା ବିଭାଜ୍ୟ। 4 ର ନିୟମ କଣ? ଯଦି ଏକକ ଓ ଦଶକ ଏଇ ଦିଟା ସଂଖ୍ୟା, ଏଇ ଦିଟା ଅଙ୍କକୁ ଦେଖିଦବ, ଲାଷ୍ଟ ଦିଟା ଯଦି ଯୋଉ ଅଛି କଣ ଅଙ୍କ, ତାଙ୍କୁ ନେଇକି ଯୋଉ ସଂଖ୍ୟାଟି ଯଦି 4 ଛିଣ୍ଡିଗଲା ତାହେଲେ ସେ 4 ଛିଣ୍ଡିଯିବ। ବା ଏକକ ଘରେ ଶୂନ ଥିବ, ଦଶକ ଘରେ ମଧ୍ୟ ଶୂନ ଥିବ, ଦିଟା ଶୂନ ଥିବ, ତାହେଲେ ବି 4 ଛିଣ୍ଡିଯିବ। 5 ପାଇଁ କଣ ନିୟମ? ଏକକ ଘରେ ଶୂନ ଥିବ ବା 5 ଥିବ। 6 ପାଇଁ କଣ ନିୟମ? 2 ଦ୍ୱାରା ଛିଣ୍ଡୁଥିବ ଓ 3 ଦ୍ୱାରା ଛିଣ୍ଡୁଥିବ। ଖାଲି 2 ରେ ଛିଣ୍ଡିଲେ ବା 3 ରେ ଛିଣ୍ଡିଲେ ହବନି। 2 ରେ ବି ବିଭାଜ୍ୟ ହବ, 3 ରେ ବିଭାଜ୍ୟ ହବ। ଯଦି ଦିଟା ଯାକରେ ବିଭାଜ୍ୟ ହବ ତାହେଲେ 6 ଦ୍ୱାରା ବିଭାଜ୍ୟ ହବ। ଏତିକି ମନେ ରଖିଲ। ଆଚ୍ଛା, ଏଇ ଯୋଉ 6 ଦ୍ୱାରା ବିଭାଜ୍ୟ ହେଲେ ପିଲେ ତାର ଗୋଟେ ମୁଁ ଆଉ ଗୋଟେ ତୁମକୁ ଗୋଟେ ବଢିଆ ମଜା କଥା ବତେଇବି। କଣ ମଜା କଥା ବତେଇବି? ଦେଖିଆ କହିଲ, 636 636 ଏଇଟା 6 ରେ ବିଭାଜ୍ୟ କି ନାହିଁ କହିଲ? ଦେଖିଲ 2 ରେ ବିଭାଜ୍ୟ କି ନାହିଁ? 6 ଅଛି ଏକକ ଘରେ ତ 2 ରେ ବିଭାଜ୍ୟ ହେଇଯିବ। ଆଚ୍ଛା, 3 ରେ ବିଭାଜ୍ୟ କି ନାହିଁ କେମିତି ଚେକ୍ କରିବ? 6 + 3 + 6, 6 6 କୁ 12 3 15, ଇଏ ମଧ୍ୟ 3 ରେ ବିଭାଜ୍ୟ। 2 ରେ ବିଭାଜ୍ୟ, 3 ରେ ବିଭାଜ୍ୟ, ତାର ତ 6 ରେ ବିଭାଜ୍ୟ। ପିଲେ ଏଠି ମଜା କଥା କଣ ଦେଖ, ଏଠି ଏଇ ସଂଖ୍ୟାର ଏକକ ଘରେ କେତେ ଅଛି ପିଲେ ମତେ କହିଲ? 6 ଅଛି। ତୁମେ ଯଦି ପିଲେ ଏଇ 6ଟିକୁ କଣ କରିବ କହିଲ? ଯେକୌଣସି ମାନେ ଏଇ 6ଟିକୁ ବର୍ତ୍ତମାନ ଏକକ ଘର ଅଛି, ଆକୁ ଯଦି ଦଶକ ଘରକୁ ବି ନେଇଯିବ ସେ ବି କଣ ହେଇଯିବ? ଏଠି ସୂତ୍ର କଣ କହୁଛି? 6 ଦ୍ୱାରା ବିଭାଜ୍ୟ ହେଉଥିବା ଗୋଟିଏ ସଂଖ୍ୟାର ଯେକୌଣସି ସ୍ଥାନରେ 6 ଲେଖିଲେ ଯୋଉ ନୂଆ ସଂଖ୍ୟାଟି ପାଇବ ତାହା 6 ଦ୍ୱାରା ବିଭାଜ୍ୟ। ଏହାର ଅର୍ଥ ପିଲେ କଣ ବୁଝଉଛି? ସଂଖ୍ୟାଟା ହେଲା 636 ହେଲା। ଏଠି ଏକକରେ 6 ଅଛି। ଯଦି ପିଲେ ମୁଁ ଦଶକ ଘରେ ମଧ୍ୟ 6 ଲେଖିଦେବି ତାହେଲେ ଲେଖିବ ବି କଣ? ବିଭାଜ୍ୟ ହେଇଯିବ। ଦେଖୁନ, 6 ଦ୍ୱାରା ବିଭାଜ୍ୟ ହବ। 2 ରେ ବିଭାଜ୍ୟ କି ନାହିଁ ମତେ କହିଲ? 2 ରେ ବିଭାଜ୍ୟ କି ନାହିଁ ମତେ କୁହ? 6 ଅଛି ତ 2 ରେ ବିଭାଜ୍ୟ। 3 ରେ ବିଭାଜ୍ୟ କି ନାହିଁ କୁହ? 6 + 6 + 6, 6 6 12 6 18, 18 3 ରେ ବିଭାଜ୍ୟ, ତାର ତ ଇଏ ମଧ୍ୟ 6 ରେ ବିଭାଜ୍ୟ। ବୁଝିହଉଛି? ଯେକୌଣସି ସଂଖ୍ୟା, ମନେକର ଉଦାହରଣ ଦଉଛି ତମକୁ ପିଲେ, ଏଇଠି ତମ ବହିରେ ଦଉଛି, ବହିରେ ବହିରେ ବଡ ସଂଖ୍ୟା ଦେଇନି। ଆଚ୍ଛା, ମୁଁ ଦଉଛି ଗୋଟେ ଉଦାହରଣ। ମନେକର ପିଲେ ମୁଁ ତମକୁ କହିବି, ମନେକର କହିବି 2000 2 3 5 5 7 12 0। ଆଚ୍ଛା, ଏକକରେ 6 ଥିବା ଦରକାର। ଆଚ୍ଛା, 2 3 5 5 5 5, ଏଇଟା ମନେକର 6 ହେଇଗଲା। ହଁ, ଏଇଟା ମନେକର ପିଲେ ମନେ 6, 2 3 5 6 11, 11 4 ମନେକର 15। ଆଚ୍ଛା, ଦେଖିଲ ଏଇ ସଂଖ୍ୟାଟି ପିଲା ମନେ ଦେଖିଲ 2 ରେ ଛିଣ୍ଡିବ କି ଏଇ 6 ରେ ଛିଣ୍ଡିବ କି ନାହିଁ? 6 ରେ ବିଭାଜ୍ୟ କି ନାହିଁ ମତେ କହିଲ? ଦେଖ, ଏକକରେ 6 ଅଛି, ତାର ତ 2 ରେ ଛିଣ୍ଡିଗଲା। 3 ଛିଣ୍ଡିବ କି ନାହିଁ ଦେଖିଲ? 2 + 3 + 4 + 6, 2 3 5 4 9 6 15, 15 3 ରେ ବିଭାଜ୍ୟ, ତାର ତ ଇଏ 3 ରେ ବି ଛିଣ୍ଡିଯିବ। 2 ରେ ଛିଣ୍ଡିଲା, 3 ରେ ଛିଣ୍ଡିଲା, ତାହେଲେ 6 ରେ ବି ଛିଣ୍ଡିଯିବ, ବିଭାଜ୍ୟ ହୋଇଯିବ। ମୁଁ ତମକୁ ମଜା କଥା କଣ କହୁଛି ପିଲେ କହିଲ? ନା ଯଦି ଗୋଟେ ସଂଖ୍ୟାର ଏକକ ଘରେ 6 ଅଛି, ଏକକ ଘରେ 6 ଥିଲା, ଏଇ ସଂଖ୍ୟାର ଏକକ ଘରେ କେତେ 6 ଅଛି, ଏଇ ସଂଖ୍ୟାଟା 6 ଦ୍ୱାରା ଛିଣ୍ଡିଗଲା, ଆମେ ଚେକ୍ କରି ଦେଖିଲେ। ଏବେ ଏଇ 6ଟାକୁ ପିଲେ ଯଦି ମୁଁ ଯେକୌଣସି ଅଲଗା ଘରେ ରଖିବି ସେ ବି ବିଭାଜ୍ୟ ହେଇଯିବ। ମନେକର ଏଇ 6ଟାକୁ ମୁଁ ନେଇକି ମୁଁ ଏଇଠି ରଖିବି, କୋଉଠି କହିଲ? 1000 ଘରେ ରଖିବି, ତାହେଲେ କେତେ ହେଇଯିବ ମୋ ସଂଖ୍ୟାଟା ମତେ ପିଲେ କହିଲ? ସଂଖ୍ୟାଟା କେତେ ହେଇଯିବ ମତେ କୁହ? 6 3 4 6। ଦେଖିଲ 6 ରେ ଛିଣ୍ଡିବ କି ନାହିଁ? ଏକକ ଘରେ 6 ରହିବ, ବାକି ଯୋଉ ସଂଖ୍ୟା ଗୁଡାକ ଅଛି ତାକୁ ଯଦି ମୁଁ କଣ ଯଦି 6 ରେ ଚେଞ୍ଜ କରିଦେବି ତାହେଲେ ବି ମଧ୍ୟ ସଂଖ୍ୟାଟା 6 ରେ ବିଭାଜ୍ୟ ହବ। ଦେଖ, ଏକକ ଘରକୁ କଣ କରିଦେଲି? ଦଶକ ଘର ଆଉ ଶତକ ଘରକୁ ରଖିଲି, କିଛି କଲିନି। ଏଇ 1000 ଘରକୁ 2ଟାକୁ 6 କରିଦେଲି, ହେଲା। ଦେଖିଲ ବିଭାଜ୍ୟ ହବ କି ନାହିଁ? 2 ରେ ବିଭାଜ୍ୟ ହବ କି ନାହିଁ? ହବ। କଣ ପାଇଁ? ନା ଏକକ ଘରେ 6 ଅଛି। 3 ଦେଖିଲ, 6 3 9 9 4 13, 13 6 18, 18 ହବ କି ନାହିଁ ମତେ କୁହ ପିଲେ? ବିଭାଜ୍ୟ ହବ କି ନାହିଁ? 3 ରେ ଛିଣ୍ଡିଗଲା, 2 ରେ ଛିଣ୍ଡିଲା, 3 ରେ ଛିଣ୍ଡିଲା। ସେଇଭଳିଆ
ମନେକର ପିଲେ ମୁଁ ଏଇ ଶତକ ଘରକୁ 6 କରିଦେବି। 2 6 4 6 ସଂଖ୍ୟାଟା କେତେ ଥିଲା? 2 3 4 6। ଶତକ ଘରଟା 3 ଥିଲା। 3 କୁ ଯାଦୁ କରିକି ମନ୍ତ୍ର କରିକି 6 କରିଦେଲି। ମୁଁ କହିବି ଏବେ ଦେଖିଆ କହିଲେ 6 ଦ୍ୱାରା ହବ କି ନାହିଁ? ତମେ ଆଉ ହରିବନି ପିଲେ, ତମେ ଅଲରେଡି ଦେଖିକି ଆସିଛ ଯେ ଏଟା ଏକକ ଘରେ 6 ଥିଲା ନିୟମ। ତମେ ଦେଖିକି ଆସିଛ 6 ଦ୍ୱାରା ବିଭାଜ୍ୟ ହଉଛି। ତା ଅର୍ଥ ଦଶକ ଘର, ଶତକ ଘର, ହଜାର ଘର ଯୋଉଠି 6 ଲେଖିବି ସେଇ ମଧ୍ୟ 6 ରେ ବିଭାଜ୍ୟ ହେଇଯିବ। ଦେଖୁନ ଏ 2 ଦ୍ୱାରା ବିଭାଜ୍ୟ ହବ, ଏକକ ଘରେ 6 ଅଛି। 3 ରେ ଚେକ୍ କଲ, 2 6 8, 8 4 12, 12 6 କୁ 18, 18 3 ଦ୍ୱାରା ଛିଣ୍ଡିଯିବ। ହେଇଗଲା କି ନାହିଁ? ସେମିତି ମନେକର ମୁଁ କହିବି ଦଶକ ଘରକୁ ଯାଦୁ କରିଦେବି। 2 3 6 6। ଦଶକ ଘର 4 ଥିଲା, 4 କୁ 6 କରିଦେଲି। ଏକକ ଘରଟା 6 ରହିବ। ଏବେ ଦେଖିଲ 2 ରେ ଛିଣ୍ଡିଯିବ, 6 ଅଛି ଏକକ ଘରେ। 3 ଦେଖିଲ 2 3 5, 5 6 11, 3 2 5, 5 6 11, 11 6 17। এটা କିନ୍ତୁ ହେଲାନି କେମିତି? 3 2 5, 5 6 11, 11 6 17। ଏଠି ତ ହେବା କଥା। କେମିତି ଭୁଲ ହେଇଗଲା ପିଲେ? ତମ ନିୟମ ତ ଭୁଲ ହବନି। 2 3 4 6 ଥିଲା, 4 କୁ ମୁଁ କଣ କଲି ପିଲେ? 6 କରିଦେଲି। 2 3 5, 5 6 11, 11 17। ଏଟା ତ ବିଭାଜ୍ୟ ହଉନି ପିଲେ। ଆଚ୍ଛା ଠିକ ଅଛି। ଏଇଟା ପିଲେ ଆମେ ଆଜି ତ କ୍ଲାସ ଟିକେ ଲମ୍ବା ହେଇଗଲାଣି, କିନ୍ତୁ ଏତିକି ମନେ ରଖ, ଏଇଟା ତମର ଏକ୍ସଟ୍ରା ଜିନିଷଟା। ତୁମେ ଚାହିଁଲେ ମନେ ରଖିପାରିବ, ମନେ ଭୁଲିଗଲେ ବି ଚଳିବ, କିଛି ଅସୁବିଧା ନାହିଁ। ତୁମକୁ ଖାଲି ଜାଣିବା ଦରକାର ଯେ କଣ 6 ର ନିୟମ କଣ, ଗୋଟେ ସଂଖ୍ୟା 6 ରେ ଛିଣ୍ଡୁଛି କି ନାହିଁ ଖାଲି ଜାଣିବା ଦରକାର। ଏଇଗୁଡାକ ପିଲେ କହିଲେ ଏଇ ଛୋଟ ଛୋଟ ଜିନିଷ ଗୁଡାକ, ଏଇ ଯୋଉ ବଡ ଜିନିଷର କଣ, ବଡ ଜିନିଷକୁ ଜାଣିଲେ ଛୋଟ ଜିନିଷକୁ ତୁମେ କରିପାରିବ। ଦେଖ ତମେ ଯଦି ଗୋଟେ ପିଲା ମାନଙ୍କର ଏଇ ସୂତ୍ରଟି ଯୋଉଟା ମୁଁ ଏବେ କହିଲି ନା, ଯେ ଯଦି ଗୋଟେ ସଂଖ୍ୟାର ଏକ ଘରେ 6 ଥିବ, ତାକୁ ଯଦି ଅଲଗା ଅଙ୍କ ଗୁଡା ଚେଞ୍ଜ କରିବ ତାହେଲେ 6 ରେ ବିଭାଜ୍ୟ କି ନାହିଁ କେମିତି ଜାଣିବ? ଦରକାର ନାହିଁ। ମତେ ସେ ସଂଖ୍ୟାଟା ଯଦି ଦେଇଛି, ଯଦି ମୁଁ 2 ରେ ଜାଣିଛି ବିଭାଜ୍ୟ, 3 ରେ ଜାଣିଛି ବିଭାଜ୍ୟ, ତାର ତ 6 ରେ ବିଭାଜ୍ୟ ହେଇଯିବ। ବୁଝିଲା କି ବୁଝିଲାନି? ତ ଏଗୁଡା ଖାଲି ତମ ବହିରେ ଯେହେତୁ ଦେଇଛି, ମଜା ଆକାରରେ ତମକୁ ବତଉଛି। କିନ୍ତୁ ତୁମକୁ କୋଉଟା ମନେ ରଖିବାର ଅଛି, ମୂଳଦୁଆ କୋଉଟା? ମୂଳଦୁଆ ହେଲା 2 ରେ କେମିତି ବିଭାଜ୍ୟ ହବ ଜାଣିବା ଦରକାର, 3 ରେ କେମିତି ବିଭାଜ୍ୟ ହବ ଜାଣିବା ଦରକାର, 4 ରେ କେମିତି ହବ, 5 ରେ କେମିତି ହବ ଓ 6 ରେ କିଭଳି ବିଭାଜ୍ୟ ହବ, ଏଇଟା ଜାଣିବା ଦରକାର। ମୁଁ ଆଶା କରୁଛି ତୁମେ ସମସ୍ତେ ଏତିକି ବୁଝିପାରିଥିବ। ନିଜ ବହିରୁ ଅଙ୍କ କଷିବ, ସାଙ୍ଗସାଥି ମାନଙ୍କୁ ମଧ୍ୟ କଣ ପଚାରିବ, ଦେଖିଆ କହିଲୁ ଏଟା 2 ରେ ଛିଣ୍ଡୁଛି କି ନାହିଁ, 3 ରେ ଛିଣ୍ଡୁଛି କି ନାହିଁ, 4 ରେ ଛିଣ୍ଡୁଛି କି ନାହିଁ, 5 ରେ ଛିଣ୍ଡୁଛି କି ନାହିଁ, ବା ବିଭାଜ୍ୟ ହଉଛି କି ନାହିଁ, 6 ରେ ବିଭାଜ୍ୟ ହଉଛି କି ନାହିଁ। ସୂତ୍ର ଗୁଡିକୁ କଣ କରିବ? ରିଭିଜନ କରିବ। ରିଭିଜନ ଯେତେ ମନେ ପକେଇବ ପିଲେ ସେତେ ଭଲ। ବଡ ବଡ କ୍ଲାସକୁ ଗଲେ ଏଗୁଡା ଆମେ ଭୁଲିଯାଏ, ଆଉ ଏଗୁଡାକ ହିଁ ଆମର ଯାଇକି ଜୀବନରେ ସବୁବେଳେ ଦରକାର ହୁଏ। ତ ପିଲାମାନେ ମୁଁ ଆଶା କରୁଛି ତୁମକୁ ଆଜି କ୍ଲାସଟି କଣ ନିହାତି ରୂପେ ଭଲ ଲାଗିଥିବ, ତୁମମାନେ ବୁଝିପାରିଥିବ। ପିଲେ ଏଇ ଯୋଉ ପ୍ଲାଟଫର୍ମଟା ମୁଁ ତମମାନଙ୍କୁ କହିଥିଲି, ଇଏ କଣ ଶିକ୍ଷା, ଏଇ ଶିକ୍ଷା ପ୍ଲାଟଫର୍ମଟି ତୁମ ଭଳି ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯୋଉଠିକି ଆମେ କଣ ମାଥମେଟିକ୍ସ, ସାଇନ୍ସ ଏବଂ ସୋସିଆଲ ସାଇନ୍ସକୁ ସରଳ ଭାଷାରେ ବୁଝିବା ପାଇଁ ଚେଷ୍ଟା କରୁଛେ। এই ଭିଡିଓ ଗୁଡିକ ପିଲେ ୟୁଟ୍ୟୁବ ମାଧ୍ୟମରେ ମଧ୍ୟ ଉପଲବ୍ଧ ଅଛି। ତୁମେ ତାକୁ ଯାଇ ତାକୁ ଦେଖିପାରିବ ଏବଂ ଅଭ୍ୟାସ କରିପାରିବ। ଏବଂ କମେଣ୍ଟ ସେକ୍ସନରେ ପିଲେ ତୁମେ ମତେ ଲେଖିବ ଯେ ଭାଇ ଏଇ ଯୋଉ ଲେକ୍ଚର ବା ଏଇ ଯୋଉ ଭିଡିଓଟିରେ ମୁଁ କଣ ବୁଝିପାରିଲି ନାହିଁ। ଠିକ ଅଛି, ତ ଆଜିର କ୍ଲାସକୁ ପିଲା ଆଜି ଆମେ ଏଇଠି ରଖିବା। ଜୟ ସାଇରାମ।